ଜାନୁଆରୀ 2026 ପ୍ରାତଃ ମୁରଲୀ। ବାବା କହୁଛନ୍ତି, ମିଠେ ବଚ୍ଚେ, କେବେ ହେଲେ ମିଥ୍ୟା ଅହଙ୍କାରରେ ଆସ ନାହିଁ। ଏହି ରଥର ମଧ୍ୟ ପୂରା ସମ୍ମାନ ରଖ। କେବେ ହେଲେ ମିଥ୍ୟା ଅହଙ୍କାରରେ ଆସ ନାହିଁ। ଏହି ରଥର ମଧ୍ୟ ପୂରା ସମ୍ମାନ ରଖ। ପ୍ରଶ୍ନ, ତୁମମାନଙ୍କ ମଧ୍ୟରେ ପଦ୍ମା ପଦମ ଭାଗ୍ୟଶାଳୀ କିଏ ଏବଂ ଦୁର୍ଭାଗ୍ୟଶାଳୀ କିଏ? ତୁମମାନଙ୍କ ମଧ୍ୟରେ ପଦ୍ମା ପଦମ ଭାଗ୍ୟଶାଳୀ କିଏ ଏବଂ ଦୁର୍ଭାଗ୍ୟଶାଳୀ କିଏ? ଉତ୍ତର, ଯାହାଙ୍କର ଚାଲିଚଳଣ ଦେବତା ତୁଲ୍ୟ, ଯେଉଁମାନେ ସମସ୍ତଙ୍କୁ ସୁଖ ଦେଉଛନ୍ତି, ସେହିମାନେ ହିଁ ପଦ୍ମା ପଦ୍ମ ଭାଗ୍ୟଶାଳୀ ଏବଂ ଯେଉଁମାନେ ଫେଲ୍ ହୋଇଯିବେ, ସେମାନଙ୍କୁ କୁହାଯିବ ଦୁର୍ଭାଗ୍ୟଶାଳୀ। କେହି ତ ମହାନ ଦୁର୍ଭାଗ୍ୟଶାଳୀ ହୋଇ ସମସ୍ତଙ୍କୁ ଦୁଃଖ ଦେଇ ଚାଲିଥାନ୍ତି, ସୁଖ ଦେବା ଜାଣି ହିଁ ନାହାନ୍ତି। ବାବା କହୁଛନ୍ତି, ପିଲାମାନେ, ନିଜର ଭଲ ଭାବରେ ଯତ୍ନ ନିଅ, ସମସ୍ତଙ୍କୁ ସୁଖ ଦିଅ ଏବଂ ଯୋଗ୍ୟ ହୁଅ। ଓମ୍ ଶାନ୍ତି। ଆତ୍ମିକ ପିତା ବସି ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି, ତୁମେମାନେ ଏହି ପାଠଶାଳାରେ ବସି ଉଚ୍ଚ ପଦ ପାଉଛ। ମନରେ ଜାଣୁଛ, ଆମେ ବହୁତ ଉଚ୍ଚରୁ ଉଚ୍ଚ ସ୍ୱର୍ଗର ପଦ ପାଉଛୁ। ଏପରି ସନ୍ତାନମାନଙ୍କୁ ତ ବହୁତ ଖୁସି ହେବା ଦରକାର। ଯଦିଓ ସମସ୍ତଙ୍କର ନିଶ୍ଚୟ ଥିବ, କିନ୍ତୁ ସମସ୍ତେ ତ ଏକାପରି ହୋଇପାରିବେ ନାହିଁ। ନମ୍ବର ତ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ରହିଛି ନା। ପରୀକ୍ଷାରେ ମଧ୍ୟ ପ୍ରଥମରୁ ଶେଷ ନମ୍ବର ପର୍ଯ୍ୟନ୍ତ ରହିଥାନ୍ତି। କେହି ଫେଲ୍, କେହି ପାସ୍ ମଧ୍ୟ ହୋଇଥାନ୍ତି। ତେବେ ସମସ୍ତେ ନିଜ ମନକୁ ପଚାର, ବାବା ମୋତେ ଏତେ ଉଚ୍ଚ କରୁଛନ୍ତି, ମୁଁ କେତେ ଯୋଗ୍ୟ ହୋଇଛି? ଅମୁକଠାରୁ ଭଲ ହୋଇଛି ନା କମ୍? ଏହା ହେଉଛି ପାଠପଢ଼ା। ଦେଖାଯାଏ, ଯଦି କେହି କୌଣସି ବିଷୟରେ ଦୁର୍ବଳ ଥାଆନ୍ତି, ତେବେ ସେ ତଳକୁ ଚାଲି ଯାଇଥାନ୍ତି। ଶ୍ରେଣୀର ମନିଟର ହୋଇଥିଲେ ମଧ୍ୟ କୌଣସି ବିଷୟରେ ଯଦି ଦୁର୍ବଳ ଥିବେ, ତେବେ ସେ ତଳକୁ ଖସିଯିବେ। କ୍ୱଚିତ୍ କେହି ବୃତ୍ତି ପାଇଥାନ୍ତି। ସେହିପରି ଏହା ମଧ୍ୟ ସ୍କୁଲ ଅଟେ। ତୁମେମାନେ ଜାଣିଛ ଯେ ଆମେମାନେ ସମସ୍ତେ ପାଠ ପଢ଼ୁଛୁ। ଏଥିରେ ପ୍ରଥମ କଥା ହେଉଛି ପବିତ୍ରତା। ପବିତ୍ର ହେବା ପାଇଁ ବାବାଙ୍କୁ ଡାକିଛ ନା? ଯଦି ଦୃଷ୍ଟି ବିକାରୀ ରହୁଥିବ, ତେବେ ନିଜେ ଅନୁଭବ କରୁଥିବେ। ବାବାଙ୍କୁ ଲେଖୁଛନ୍ତି, ବାବା, ମୁଁ ଏହି ବିଷୟରେ ଦୁର୍ବଳ ଅଛି। ବିଦ୍ୟାର୍ଥୀର ବୁଦ୍ଧିରେ ଏକଥା ନିଶ୍ଚିତ ରହିଥାଏ, ମୁଁ ଅମୁକ ବିଷୟରେ ବହୁତ ଦୁର୍ବଳ। କେହି ଏପରି ମଧ୍ୟ ଭାବନ୍ତି ଯେ ମୁଁ ଫେଲ୍ ହୋଇଯିବି। ଏଥିରେ ପ୍ରଥମ ନମ୍ବରରେ ବିଷୟ ହେଉଛି ପବିତ୍ରତା। ବହୁତ ଲେଖୁଛନ୍ତି, ବାବା, ମୁଁ ହାରିଗଲି। ତେବେ ତାଙ୍କୁ କ'ଣ କୁହାଯିବ? ତାଙ୍କ ମନରେ ଆସୁଛି, ଏବେ ମୁଁ ଆଉ ଉପରକୁ ଚଢ଼ିପାରିବି ନାହିଁ। ତୁମେମାନେ ପବିତ୍ର ଦୁନିଆର ସ୍ଥାପନା କରୁଛ। ଏହା ତୁମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ଅଟେ। ବାବା କହୁଛନ୍ତି, ପିଲାମାନେ, ମୋତେ ମନେ ପକାଅ ଏବଂ ପବିତ୍ର ହୁଅ। ତେବେ ଯାଇ ଏହି ଲକ୍ଷ୍ମୀ ନାରାୟଣଙ୍କ ବଂଶକୁ ଯାଇପାରିବ। ଶିକ୍ଷକ ତ ଜାଣିପାରୁଥିବେ ଯେ ଇଏ ଉଚ୍ଚ ପଦ ପାଇପାରିବ ନା ନାହିଁ। ସେ ହେଉଛନ୍ତି ପରମ ଶିକ୍ଷକ। ଏହି ଦାଦା ମଧ୍ୟ ସ୍କୁଲରେ ପାଠ ପଢ଼ିଛନ୍ତି ନା? କେହି ଛାତ୍ର ଯଦି ଖରାପ କାମ କରିଲେ, ତେବେ ଶିକ୍ଷକଙ୍କୁ ଦଣ୍ଡ ଦେବାକୁ ପଡ଼ିଥାଏ। ଆଗରୁ ବହୁତ କଠୋର ଦଣ୍ଡ ଦିଆଯାଉଥିଲା, ଏବେ ଦଣ୍ଡ କମ୍ ହୋଇଯାଇଛି। ତେଣୁ ଛାତ୍ରମାନେ ଅଧିକ ବିଗିଡ଼ି ଯାଉଛନ୍ତି। ଆଜିକାଲି ଛାତ୍ରମାନେ କେତେ ହଙ୍ଗାମା କରୁଛନ୍ତି। ଛାତ୍ରମାନଙ୍କୁ ନ୍ୟୁ ବ୍ଲଡ୍ ବୋଲି କୁହାଯାଉଛି ନା? ସେମାନେ ଦେଖ କ'ଣ କରୁଛନ୍ତି, ନିଆଁ ଲଗାଇ ନିଜର ଯବାନୀ ଦେଖାଉଛନ୍ତି। ଏହା ହେଉଛି ଆସୁରୀ ଦୁନିଆ। ଯବାନ ଛାତ୍ରମାନେ ବହୁତ ଖରାପ ହୋଇଯାଉଛନ୍ତି। ସେମାନଙ୍କ ଦୃଷ୍ଟି ବହୁତ ବିକାରୀ ହୋଇଯାଇଛି। ଦେଖିବାକୁ ତ ବହୁତ ଭଲ ଜଣାପଡ଼ୁଛନ୍ତି। ଯେପରି କୁହାଯାଏ, ଈଶ୍ୱରଙ୍କ ଆଦି ଅନ୍ତ ଜାଣି ହେବ ନାହିଁ, ସେହିପରି ତାଙ୍କର ମଧ୍ୟ ଅନ୍ତ ଜାଣି ହେବ ନାହିଁ ଯେ ଇଏ କେଉଁ ପ୍ରକାରର ମନୁଷ୍ୟ। ହଁ, ଜ୍ଞାନ ବିଷୟରେ ବୁଦ୍ଧିରୁ ଜଣାଯାଏ ଯେ ଇଏ କିପରି ପଢ଼ୁଛନ୍ତି, ଏହାଙ୍କର ଚଳଣି କିପରି। କେହି ତ ଏପରି କଥାବାର୍ତ୍ତା କରୁଛନ୍ତି ଯେପରି ମୁଖରୁ ଫୁଲ ବାହାରୁଛି। କେହି ତ ପୁଣି ପଥର ବାହାରିବା ଭଳି କଥା କହୁଛନ୍ତି। ଦେଖିବାକୁ ବହୁତ ଭଲ,
ପଏଣ୍ଟ ସାଦ ଲେଖୁଛନ୍ତି, କିନ୍ତୁ ବୁଦ୍ଧି ପଥର। ବାହାରର ଶୋ ବହୁତ ରହିଛି, ମାୟା ମଧ୍ୟ ବହୁତ ଶକ୍ତିଶାଳୀ, ସେଥିପାଇଁ ଗାୟନ ରହିଛି। ଆଶ୍ଚର୍ଯ୍ୟବତ୍ ଶୁଣନ୍ତି, ନିଜକୁ ଶିବ ବାବାଙ୍କ ସନ୍ତାନ କୁହନ୍ତି, ଅନ୍ୟକୁ ମଧ୍ୟ ଶୁଣାନ୍ତି, ପୁଣି ପଳାଇ ଯାଇଥାନ୍ତି, ଅର୍ଥାତ୍ ବିଶ୍ୱାସଘାତକ ହୋଇଯାଆନ୍ତି। ଏପରି ନୁହେଁ ଯେ ଯେଉଁମାନେ ବୁଦ୍ଧିମାନ ସେମାନେ ବିଶ୍ୱାସଘାତକ ହୁଅନ୍ତି ନାହିଁ। ଭଲ ଭଲ ବୁଦ୍ଧିମାନ ସନ୍ତାନମାନେ ମଧ୍ୟ ବିଶ୍ୱାସଘାତକ ହୋଇଯାଆନ୍ତି। ସେହି ସେନାମାନଙ୍କ ଭିତରେ ମଧ୍ୟ ଏପରି ହୋଇଥାଏ। ଉଡ଼ାଜାହାଜ ସହିତ ଅନ୍ୟ ଦେଶକୁ ଚାଲିଯାଆନ୍ତି। ଏଠାରେ ମଧ୍ୟ ସେହିପରି ହେଉଛି। ସ୍ଥାପନା କାର୍ଯ୍ୟରେ ବହୁତ ମେହନତ ଲାଗୁଛି। ପିଲାମାନଙ୍କୁ ପାଠ ପଢ଼ିବାରେ ଏବଂ ଶିକ୍ଷକଙ୍କୁ ପାଠ ପଢ଼ାଇବାରେ ମଧ୍ୟ ମେହନତ ଲାଗୁଛି। ଦେଖାଯାଉଛି ଇଏ ସମସ୍ତଙ୍କର ପାଠ ପଢ଼ାରେ ବାଧା ସୃଷ୍ଟି କରୁଛନ୍ତି। ପଢ଼ୁନାହାନ୍ତି, ତେବେ ସ୍କୁଲରେ ତାଙ୍କୁ ହଣ୍ଟର ଲଗାଇଥାନ୍ତି। ଇଏ ତ ଆମର ବାବା, ବାବା କିଛି ହେଲେ କହୁନାହାନ୍ତି। ବାବାଙ୍କ ପାଖରେ ଏପରି ଆଇନ ନାହିଁ। ଏଠାରେ ତ ବିଲକୁଲ ଶାନ୍ତ ରହିବାକୁ ପଡ଼ିଥାଏ। ବାବା ତ ସୁଖଦାତା, ପ୍ରେମର ସାଗର ଅଟନ୍ତି। ତେଣୁ ପିଲାମାନଙ୍କ ଚାଲିଚଳଣି ମଧ୍ୟ ଏହିଭଳି ହେବା ଦରକାର ନା, ଯେପରି ଦେବତାମାନଙ୍କର। ତୁମମାନଙ୍କୁ ବାବା ସବୁବେଳେ କହୁଛନ୍ତି, ତୁମେମାନେ ପଦ୍ମା ପଦ୍ମ ଭାଗ୍ୟଶାଳୀ ଅଟ। କିନ୍ତୁ କେତେକ ସନ୍ତାନ ପଦ୍ମା ପଦ୍ମ ଦୁର୍ଭାଗ୍ୟଶାଳୀ ମଧ୍ୟ ହୋଇଯାଉଛନ୍ତି। ଯିଏ ଫେଲ୍ ହୋଇଯାଉଛନ୍ତି ତାଙ୍କୁ ଦୁର୍ଭାଗ୍ୟଶାଳୀ କୁହାଯିବ ନା। ବାବା ଜାଣିଛନ୍ତି ଶେଷ ପର୍ଯ୍ୟନ୍ତ ଏହିଭଳି ହୋଇ ଚାଲିବ। କେହି କେହି ମହାନ ଦୁର୍ଭାଗ୍ୟଶାଳୀ ମଧ୍ୟ ନିଶ୍ଚିତ ହେବେ। ଚଳଣି ଏପରି ହୋଇଥାଏ ଯାହାଦ୍ୱାରା ଜଣାଯାଏ ଯେ ଇଏ ଏହି ଜ୍ଞାନ ମାର୍ଗରେ ରହିପାରିବେ ନାହିଁ। ଇଏ ଏତେ ଶ୍ରେଷ୍ଠ ହେବାର ଯୋଗ୍ୟ ନୁହନ୍ତି। ସମସ୍ତଙ୍କୁ ଦୁଃଖ ଦେଉଛନ୍ତି, ସୁଖ ଦେବା ଜାଣିନାହାନ୍ତି। ତେଣୁ ତାଙ୍କର ଅବସ୍ଥା କ'ଣ ହେବ? ବାବା ସବୁବେଳେ କହୁଛନ୍ତି, ପିଲାମାନେ ନିଜକୁ ଭଲ ଭାବରେ ସମ୍ଭାଳ। ଏହା ମଧ୍ୟ ଡ୍ରାମା ଅନୁସାରେ ହେବାର ଅଛି। ଲୁହାଠାରୁ ମଧ୍ୟ ଆହୁରି ହୀନ ହୋଇଯାଉଛନ୍ତି। ଭଲ ଭଲ ପିଲାମାନେ ମଧ୍ୟ କେବେ ଚିଠି ଲେଖୁନାହାନ୍ତି। ବିଚାରାମାନଙ୍କର ଅବସ୍ଥା କ'ଣ ହୋଇଥିବ? ବାବା କହୁଛନ୍ତି, ମୁଁ ସମସ୍ତଙ୍କର କଲ୍ୟାଣ କରିବା ପାଇଁ ଆସିଛି। ଆଜି ସମସ୍ତଙ୍କର ସଦ୍ଗତି କରୁଛି, କାଲି ପୁଣି ଦୁର୍ଗତି ହୋଇଯାଉଛି। ତୁମେମାନେ କହୁଛ, ଆମେ କାଲି ବିଶ୍ୱର ମାଲିକ ଥିଲୁ, ଆଜି ଗୁଲାମ ହୋଇଯାଇଛୁ। ଏବେ ସମସ୍ତ କଳ୍ପ ବୃକ୍ଷର ଜ୍ଞାନ ତୁମମାନଙ୍କ ବୁଦ୍ଧିରେ ଅଛି। ଏହା ଏକ ବିଚିତ୍ର ବୃକ୍ଷ, କିନ୍ତୁ ମନୁଷ୍ୟମାନଙ୍କୁ ଏକଥା ମଧ୍ୟ ଜଣା ନାହିଁ। ଏବେ ତୁମେମାନେ ଜାଣୁଛ, ଏହା କଳ୍ପ ଅର୍ଥାତ୍ ପୁରା 5000 ବର୍ଷର ସଠିକ ବୃକ୍ଷ। ଏଥିରେ ଗୋଟିଏ ସେକେଣ୍ଡର ମଧ୍ୟ ଫରକ ପଡ଼ିପାରିବ ନାହିଁ। ଏହି ବେହଦ ବୃକ୍ଷର ଜ୍ଞାନ ତୁମମାନଙ୍କୁ ଏବେ ମିଳୁଛି। ସ୍ୱୟଂ ବୃକ୍ଷପତି ତୁମମାନଙ୍କୁ ଜ୍ଞାନ ଦେଉଛନ୍ତି। ବୀଜ କେତେ ଛୋଟ ହୋଇଥାଏ, ସେଥିରୁ ଫଳ ଦେଖ କେତେ ବଡ଼ ବାହାରୁଛି। ଏହା ପୁଣି ବିଚିତ୍ର ବୃକ୍ଷ, ଏହାର ବୀଜ ବହୁତ ଛୋଟ। ଆତ୍ମା କେତେ ଛୋଟ, ବାବା ମଧ୍ୟ ବହୁତ ଛୋଟ, ଯାହାଙ୍କୁ ଏହି ଆଖି ଦ୍ୱାରା ଦେଖିପାରିବ ନାହିଁ। ଯଦିଓ ବିବେକାନନ୍ଦଙ୍କ କଥା କହୁଛନ୍ତି, ସିଏ କହିଲେ ତାଙ୍କଠାରୁ ଜ୍ୟୋତି ବାହାରି ମୋଠାରେ ମିଶିଗଲା। ବାସ୍ତବରେ ଜଣକଠାରୁ ଜ୍ୟୋତି ବାହାରି ଅନ୍ୟ ଜଣକଠାରେ ମିଶିପାରିବ ନାହିଁ। କ'ଣ ବାହାରିଲା? ଏକଥା ବୁଝୁନାହାନ୍ତି। ଏପରି ସାକ୍ଷାତକାର ତ ବହୁତ ହେଉଛି, କିନ୍ତୁ ସେମାନେ ସମ୍ମାନ ଦେଉଛନ୍ତି ଏବଂ ମହିମା ମଧ୍ୟ ଲେଖୁଛନ୍ତି। ଭଗବାନୁବାଚ, ବାସ୍ତବରେ କୌଣସି ମନୁଷ୍ୟର ମହିମା ନାହିଁ। ମହିମା କେବଳ ଦେବତାମାନଙ୍କର ରହିଛି ଏବଂ ଯିଏ ତାଙ୍କୁ ଏପରି ଦେବତା କରୁଛନ୍ତି ତାଙ୍କର ମହିମା ରହିଛି। ବାବା ବହୁତ ଭଲ କାର୍ଡ଼ ତିଆରି କରାଇଥିଲେ। ଯଦି ଜୟନ୍ତୀ ପାଳନ କରିବାର ଅଛି ତ ଏକମାତ୍ର ଶିବ ବାବାଙ୍କର ପାଳନ କରିବା ଉଚିତ। ଲକ୍ଷ୍ମୀ ନାରାୟଣଙ୍କୁ ମଧ୍ୟ ଶିବ ବାବା ହିଁ ଏପରି କରିଛନ୍ତି। ବାସ୍ କେବଳ ଜଣଙ୍କର ହିଁ ମହିମା ରହିଛି, ତେଣୁ ତାଙ୍କୁ ହିଁ ସ୍ମରଣ କର। ବ୍ରହ୍ମା ବାବା ନିଜେ କହୁଛନ୍ତି, ମୁଁ ଉଚ୍ଚରୁ ଉଚ୍ଚ ହେଉଛି, ପୁଣି ତଳକୁ ମଧ୍ୟ ଓହ୍ଲାଉଛି। ଏକଥା କାହାକୁ ଜଣା ନାହିଁ ଯେ ଉଚ୍ଚରୁ ଉଚ୍ଚ ଲକ୍ଷ୍ମୀ ନାରାୟଣ ପୁଣି 84 ଜନ୍ମ ନେଇ ତଳକୁ ଓହ୍ଲାଉଛନ୍ତି। ତତ୍ତ୍ୱମ୍
ତୁମେମାନେ ହିଁ ବିଶ୍ୱର ମାଲିକ ଥିଲ। ଏବେ ପୁଣି କ'ଣ ହୋଇଗଲ? ସତ୍ୟଯୁଗରେ କିଏ ଥିଲେ? ତୁମେମାନେ ପୁରୁଷାର୍ଥର କ୍ରମ ଅନୁସାରେ ଥିଲ। ରାଜା ରାଣୀ ମଧ୍ୟ ଥିଲେ। ସେମାନେ ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀ ରାଜଧାନୀର ଥିଲେ। ବାବା କେତେ ଭଲ ଭାବରେ ବୁଝାଉଛନ୍ତି। ଏହି ସୃଷ୍ଟି ଚକ୍ରର ଜ୍ଞାନ ତୁମମାନଙ୍କ ବୁଦ୍ଧିରେ ଚାଲିବା ବୁଲିବା ସମୟରେ ମଧ୍ୟ ରହିବା ଉଚିତ। ତୁମେମାନେ ଚୈତନ୍ୟ ଲାଇଟ୍ ହାଉସ୍, ବତୀ ଘର ଅଟ। ତୁମମାନଙ୍କ ବୁଦ୍ଧିରେ ସମସ୍ତ ଜ୍ଞାନ ରହିବା ଉଚିତ, କିନ୍ତୁ ଏବେ ସେହି ଅବସ୍ଥା ହୋଇନାହିଁ, ପରେ ହେବ। ଯିଏ ପାସ୍ ୱିଥ୍ ଅନର୍ ଅର୍ଥାତ୍ ସମ୍ମାନର ସହିତ ପାସ୍ ହେବେ, ତାଙ୍କର ହିଁ ସେହିପରି ଅବସ୍ଥା ହେବ। ବୁଦ୍ଧିରେ ସମସ୍ତ ଜ୍ଞାନ ରହିଥିବ, ସେତେବେଳେ ଯାଇ ବାବାଙ୍କର ଅତି ସ୍ନେହୀ ଏବଂ ଅତି ପ୍ରିୟ ସନ୍ତାନ କୁହାଯିବ। ବାବା ଏହିଭଳି ସନ୍ତାନମାନଙ୍କ ଉପରେ ସ୍ୱର୍ଗର ରାଜ୍ୟ କୁର୍ବାନ ସମର୍ପଣ କରୁଛନ୍ତି। କହୁଛନ୍ତି, ମୁଁ ରାଜତ୍ୱ କରୁନାହିଁ, ତୁମକୁ ଦେଉଛି। ଏହାକୁ ନିଷ୍କାମ ସେବା କୁହାଯାଉଛି। ପିଲାମାନେ ଜାଣିଛନ୍ତି, ବାବା ଆମମାନଙ୍କୁ ମୁଣ୍ଡ ଉପରେ ଚଢ଼ାଇଛନ୍ତି। ତେଣୁ ଏପରି ବାବାଙ୍କୁ କେତେ ମନେ ପକାଇବା ଉଚିତ। ଡ୍ରାମା ମଧ୍ୟ ଏହିପରି ତିଆରି ହୋଇଛି। ବାବା ସଙ୍ଗମ ଯୁଗରେ ଆସି ସମସ୍ତଙ୍କୁ ପୁରୁଷାର୍ଥର କ୍ରମ ଅନୁସାରେ ସଦ୍ଗତି ଦେଉଛନ୍ତି। ପ୍ରଥମ ନମ୍ବରର ଆତ୍ମା ସର୍ବୋଚ୍ଚ ପବିତ୍ର ଏବଂ ଶେଷ ନମ୍ବରର ଆତ୍ମା ସମ୍ପୂର୍ଣ୍ଣ ଅପବିତ୍ର। କିନ୍ତୁ ବାବା ତ ସମସ୍ତଙ୍କୁ ସ୍ନେହର ଶୁଭେଚ୍ଛା ଦେଉଛନ୍ତି। ବାବା କେତେ ଭଲ ଭାବରେ ବୁଝାଉଛନ୍ତି। ତେଣୁ ତୁମମାନଙ୍କ ଭିତରେ କେବେ ହେଲେ ମିଥ୍ୟା ଅହଙ୍କାର ଆସିବା ଉଚିତ ନୁହେଁ। ବାବା କହୁଛନ୍ତି, ତୁମମାନଙ୍କୁ ବହୁତ ଖବରଦାର ରହିବାକୁ ହେବ। ରଥର ମଧ୍ୟ ସମ୍ମାନ ରଖିବାକୁ ପଡ଼ିବ। ଏହାଙ୍କ ଦ୍ୱାରା ହିଁ ବାବା ଜ୍ଞାନ ଶୁଣାଉଛନ୍ତି ନା। ଇଏ ତ ଲୌକିକ ଜୀବନରେ କେବେ ବି ଗାଳି ଖାଇ ନଥିଲେ। ସମସ୍ତେ ବହୁତ ଭଲ ପାଉଥିଲେ। ଏବେ ତ ଦେଖ କେତେ ଗାଳି ଖାଉଛନ୍ତି। କେହି କେହି ବିଶ୍ୱାସଘାତକ ହୋଇ ପଳାଇ ଯାଉଛନ୍ତି। ତାଙ୍କର ଗତି କ'ଣ ହେବ? ସେମାନେ ଫେଲ୍ ହୋଇଯିବେ ନା। ବାବା ବୁଝାଉଛନ୍ତି, ଦେଖ ମାୟା କିପରି। ତେଣୁ ତୁମମାନଙ୍କୁ ବହୁତ ଖବରଦାରୀ ରଖିବାକୁ ହେବ। ମାୟା କାହାକୁ ବି ଛାଡ଼ୁନାହିଁ। ସବୁ ପ୍ରକାରର ନିଆଁ ଲଗାଇ ଦେଉଛି। ବାବା କହୁଛନ୍ତି, ମୋର ସବୁ ସନ୍ତାନ କାମ ଚିତାରେ ବସି କଳା କୋଇଲା ହୋଇଯାଇଛନ୍ତି। ସମସ୍ତେ ତ ସମାନ ନୁହନ୍ତି ନା, ସମସ୍ତଙ୍କର ଏକାଭଳି ପାର୍ଟ ରହିଛି। ଏହାର ନାମ ବେଶ୍ୟାଳୟ। କେତେ ଥର କାମ ଚିତା ଉପରେ ଚଢ଼ିଥିବେ। ରାବଣ ମଧ୍ୟ କେତେ ଶକ୍ତିଶାଳୀ। ମନୁଷ୍ୟମାନଙ୍କର ବୁଦ୍ଧିକୁ ହିଁ ପତିତ କରିଦେଉଛି। ଏଠାକୁ ଆସି ବାବାଙ୍କଠାରୁ ଶିକ୍ଷା ନେଇ ମଧ୍ୟ ଏପରି ହୋଇଯାଉଛନ୍ତି। ତେବେ ବାବାଙ୍କ ସ୍ମୃତି ବିନା କ୍ରିମିନାଲ ଦୃଷ୍ଟି କେବେ ହେଲେ ବଦଳି ପାରିବ ନାହିଁ। ସେଥିପାଇଁ ସୂରଦାସଙ୍କର କାହାଣୀ ରହିଛି। ବାସ୍ତବରେ ତାହା ଏକ କାହାଣୀ, ତଥାପି ବାବା ଏହାର ଦୃଷ୍ଟାନ୍ତ ଦେଉଛନ୍ତି। ଏବେ ତୁମମାନଙ୍କୁ ଜ୍ଞାନର ତୃତୀୟ ନେତ୍ର ମିଳିଛି। ଅଜ୍ଞାନ ଅର୍ଥ ଅନ୍ଧକାର। କଥାରେ କହିଥାନ୍ତି ନା, ତୁମେ ତ ଅଜ୍ଞାନୀ ଅନ୍ଧ ଅଟ, କିନ୍ତୁ ବାସ୍ତବରେ ଜ୍ଞାନ ତ ଗୁପ୍ତ। ଏଥିରେ କିଛି କହିବାର ନାହିଁ। ଗୋଟିଏ ସେକେଣ୍ଡରେ ସମସ୍ତ ଜ୍ଞାନ ଆସିଯାଉଛି। ଏହା ସବୁଠାରୁ ସହଜ ଜ୍ଞାନ। କିନ୍ତୁ ଶେଷ ପର୍ଯ୍ୟନ୍ତ ମାୟାର ପରୀକ୍ଷା ଚାଲିଥିବ। ବର୍ତ୍ତମାନ ତ ଅନେକ ପ୍ରକାରର ତୋଫାନ ଭିତରେ ଅଛ। ଯେତେବେଳେ ପକ୍କା ହୋଇଯିବ, ସେତେବେଳେ ଏତେ ତୋଫାନ ଆସିବ ନାହିଁ କିମ୍ବା ତଳକୁ ମଧ୍ୟ ଖସିବ ନାହିଁ। ପୁଣି ଦେଖିବ, ତୁମର ବୃକ୍ଷ କେତେ ବୃଦ୍ଧିପ୍ରାପ୍ତ ହେବ। ନାମାଚାର ତ ନିଶ୍ଚୟ ହେବ। ବୃକ୍ଷ ତ ବଢ଼ୁଛି। ଅଳ୍ପ ଟିକିଏ ବିନାଶ ହେଲେ ବହୁତ ଖବରଦାର ହୋଇଯିବେ। ପୁଣି ସମସ୍ତେ ଯୋଗଯୁକ୍ତ ହୋଇ ରହିବେ। ଜାଣିଯିବେ ସମୟ ବହୁତ କମ୍ ଅଛି। ବାବା ତ ବହୁତ ଭଲ ଭାବରେ ବୁଝାଉଛନ୍ତି। କହୁଛନ୍ତି, ପରସ୍ପର ମଧ୍ୟରେ ବହୁତ ସ୍ନେହର ସହିତ ଚାଲ। କାହାକୁ ଆଖି ଦେଖାଅ ନାହିଁ। କ୍ରୋଧର ଭୂତ ଆସିଲେ ଚେହେରା ହିଁ ଏକଦମ ବଦଳି ଯାଇଥାଏ। ତୁମକୁ ତ ଲକ୍ଷ୍ମୀ ନାରାୟଣଙ୍କ ସଦୃଶ ଚେହେରା କରିବାକୁ ପଡ଼ିବ। ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ତ ତୁମମାନଙ୍କ ସମ୍ମୁଖରେ ରହିଛି। ସାକ୍ଷାତକାର ଶେଷ ସମୟରେ ହେବ, ଯେତେବେଳେ ତୁମେମାନେ ଟ୍ରାନ୍ସଫର ହେବ। ଯେପରି ଆରମ୍ଭରେ ସାକ୍ଷାତକାର ହୋଇଥିଲା, ଅନ୍ତିମ ସମୟରେ ମଧ୍ୟ ସେହି ପାର୍ଟ ଦେଖିବ। ତୁମେମାନେ ବହୁତ ଖୁସିରେ ରହିବ। ମିରୁଆ ମୌତ ମଲ୍ଲୁକା ଶିକାର, ଅର୍ଥାତ୍ କାହାର ସର୍ବନାଶ ତ ଆଉ କାହାର ପୌଷ ମାସ।
ପଛକୁ ବହୁତ ଦୃଶ୍ୟ ଦେଖିବାର ଅଛି। ତେବେ ତ ପଶ୍ଚାତାପ କରିବେ ନା, ମୁଁ ଏପରି କରିଲି। ପୁଣି ତାଙ୍କୁ ବହୁତ ଦଣ୍ଡ ଭୋଗ କରିବାକୁ ପଡ଼ିବ। ବାବା ଆସି ପାଠ ପଢ଼ାଉଛନ୍ତି, ଯଦି ତାଙ୍କର ସମ୍ମାନ ନ ରଖିବ ତେବେ ବହୁତ ଦଣ୍ଡ ମିଳିବ। ଯିଏ ବିକାରଗ୍ରସ୍ତ ହେଉଛନ୍ତି ଅଥବା ଶିବ ବାବାଙ୍କର ଗ୍ଲାନି କରିବାରେ ନିମିତ୍ତ ହେଉଛନ୍ତି, ତାଙ୍କୁ ସବୁଠାରୁ ବେଶୀ ଦଣ୍ଡ ମିଳିବ। ମାୟା ବହୁତ ଶକ୍ତିଶାଳୀ ଅଟେ। ସ୍ଥାପନାରେ କ'ଣ କ'ଣ ସବୁ ହେଉଛି? ତୁମେମାନେ ତ ଏବେ ଦେବତା ହେବାକୁ ଯାଉଛ ନା? ସତ୍ୟ ଯୁଗରେ ଅସୁର ଇତ୍ୟାଦି ରହିବେ ନାହିଁ। ଏସବୁ ସଙ୍ଗମ ଯୁଗର କଥା। ଏଠାରେ ବିକାରୀ ମନୁଷ୍ୟମାନେ ପରସ୍ପରକୁ କେତେ ଦୁଃଖ ଦେଉଛନ୍ତି। କନ୍ୟାମାନଙ୍କୁ ମାଡ଼ ମାରୁଛନ୍ତି, କହୁଛନ୍ତି ବିବାହ ନିଶ୍ଚିତ କର। ସ୍ତ୍ରୀକୁ ବିକାର ନିମନ୍ତେ କେତେ ମାଡ଼ ମାରୁଛନ୍ତି। ସେମାନେ କେତେ ସାମ୍ନା କରୁଛନ୍ତି। କହୁଛନ୍ତି ସନ୍ନ୍ୟାସୀ ମଧ୍ୟ ରହିପାରି ନାହାନ୍ତି। ଇଏ ପୁଣି କିଏ, ଯିଏକି ପବିତ୍ର ରହି ଦେଖାଉଛନ୍ତି? ଆଗକୁ ଗଲେ ନିଶ୍ଚିତ ବୁଝିବେ। ପବିତ୍ରତା ବିନା ଦେବତା ତ ହୋଇପାରିବ ନାହିଁ। ତୁମେମାନେ ବୁଝାଉଛ ଆମକୁ ବହୁତ ପ୍ରାପ୍ତି ହେଉଛି, ତେଣୁ ବିକାରକୁ ଛାଡ଼ି ଦେଇଛୁ। ଭଗବାନ ବାଚ, କାମକୁ ଜିତିଲେ ଜଗତ ଜିତ୍ ହେବ। ଯଦି ଏହିପରି ଲକ୍ଷ୍ମୀ ନାରାୟଣ ହେବା, ତେବେ କାହିଁକି ପବିତ୍ର ନ ରହିବା? ପୁଣି ମାୟା ମଧ୍ୟ ବହୁତ ହଇରାଣ କରୁଛି। ଏହା ବହୁତ ଶ୍ରେଷ୍ଠ ପାଠପଢ଼ା ଅଟେ ନା? ସ୍ୱୟଂ ବାବା ଏଠାକୁ ଆସି ପାଠ ପଢ଼ାଉଛନ୍ତି। ଏହି କଥାକୁ ପିଲାମାନେ ଭଲ ଭାବରେ ସ୍ମରଣ କରୁନାହାନ୍ତି। ତେଣୁ ମାୟା ଚାପୁଡ଼ା ମାରି ଦେଉଛି। ମାୟା ଅବଜ୍ଞା ମଧ୍ୟ ବହୁତ କରାଉଛି। ତେବେ ତାଙ୍କର ଅବସ୍ଥା କ'ଣ ହେବ? ମାୟା ଏପରି ଖାମଖିଆଲି କରିଦେଉଛି, ବହୁତ ଅହଙ୍କାରୀ କରିଦେଉଛି। ସେ କଥା ନ କହିଲେ ଭଲ। ରାଜଧାନୀରେ ତ କ୍ରମାନୁସାରେ ପଦ ରହିବ, ତେଣୁ ନିଶ୍ଚିତ କୌଣସି କାରଣ ଥିବ ନା? ଏବେ ତୁମକୁ ଅତୀତ, ବର୍ତ୍ତମାନ, ଭବିଷ୍ୟତର ଜ୍ଞାନ ମିଳୁଛି। ତେଣୁ କେତେ ଭଲ ଭାବରେ ଧ୍ୟାନ ଦେବା ଉଚିତ। ଅହଙ୍କାର ଆସିଲା ଅର୍ଥାତ୍ ମରିଗଲ। ମାୟା ଏକଦମ ୱର୍ଥ ନଟ୍ ଏ ପେନି, ଅର୍ଥାତ୍ ମୂଲ୍ୟହୀନ କରି ଦେଉଛି। ବାବାଙ୍କର ଅବଜ୍ଞା କଲେ ବାବାଙ୍କୁ ସ୍ମରଣ କରିପାରିବ ନାହିଁ। ଆଚ୍ଛା, ମିଠା ମିଠା ଶିଖିଲ ଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ବାପ ଦାଦାଙ୍କୁ ନମସ୍ତେ, ନମସ୍ତେ, ନମସ୍ତେ ଏବଂ ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର। ପ୍ରଥମ ପଏଣ୍ଟ, ପରସ୍ପର ମଧ୍ୟରେ ବହୁତ ସ୍ନେହର ସହିତ ଚାଲିବାକୁ ହେବ। କେବେ ବି କ୍ରୋଧରେ ଆସି ପରସ୍ପରକୁ ଆଖି ଦେଖାଇବାର ନାହିଁ। ବାବାଙ୍କର ଅବଜ୍ଞା କରିବାର ନାହିଁ। ପରସ୍ପର ମଧ୍ୟରେ ବହୁତ ସ୍ନେହର ସହିତ ଚାଲିବାକୁ ହେବ। କେବେ ବି କ୍ରୋଧରେ ଆସି ପରସ୍ପରକୁ ଆଖି ଦେଖାଇବାର ନାହିଁ। ବାବାଙ୍କର ଅବଜ୍ଞା କରିବାର ନାହିଁ। ଦ୍ୱିତୀୟ ପଏଣ୍ଟ, ପାସ୍ ୱିଥ୍ ଅନର ଅର୍ଥାତ୍ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହେବା ପାଇଁ ପାଠ ପଢ଼ାକୁ ବୁଦ୍ଧିରେ ରଖିବାକୁ ହେବ। ଚୈତନ୍ୟ ଲାଇଟ୍ ହାଉସ୍ ବା ବତୀଘର ହେବାକୁ ପଡ଼ିବ। ଦିନ ରାତି ବୁଦ୍ଧିରେ ଜ୍ଞାନର ଚିନ୍ତନ କରିବାକୁ ହେବ। ପାସ୍ ୱିଥ୍ ଅନର ଅର୍ଥାତ୍ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହେବା ପାଇଁ ପାଠ ପଢ଼ାକୁ ବୁଦ୍ଧିରେ ରଖିବାକୁ ହେବ। ଚୈତନ୍ୟ ଲାଇଟ୍ ହାଉସ୍ ବା ବତୀଘର ହେବାକୁ ପଡ଼ିବ। ଦିନ ରାତି ବୁଦ୍ଧିରେ ଜ୍ଞାନର ଚିନ୍ତନ କରିବାକୁ ହେବ। ବରଦାନ, ସର୍ବଶକ୍ତିମାନ ପିତାଙ୍କର କ୍ଷମତା ଦ୍ୱାରା ପ୍ରତ୍ୟେକ କାର୍ଯ୍ୟକୁ ସହଜ କରୁଥିବା ସର୍ବଦା ଅଟଳ ନିଶ୍ଚୟ ବୁଦ୍ଧି ଭବ। ସର୍ବଶକ୍ତିମାନ ପିତାଙ୍କର କ୍ଷମତା ଦ୍ୱାରା ପ୍ରତ୍ୟେକ କାର୍ଯ୍ୟକୁ ସହଜ କରୁଥିବା ସର୍ବଦା ଅଟଳ ନିଶ୍ଚୟ ବୁଦ୍ଧି ଭବ। ଆମେ ସମସ୍ତଙ୍କଠାରୁ ଶ୍ରେଷ୍ଠ। ସର୍ବଶକ୍ତିମାନ ପିତାଙ୍କର କ୍ଷମତା ଦ୍ୱାରା ସବୁ କାର୍ଯ୍ୟ କରୁଛୁ। ଏହି ନିଶ୍ଚୟ ଏତେ ଅଟଳ ରହିଥାଉ, ଯାହାକୁ କେହି ବି ଏହାକୁ ଟଳମଳ କରିପାରିବ ନାହିଁ। ଏହି ନିଶ୍ଚୟ ଆଧାରରେ ଯେତେ ବି ବଡ଼ କାର୍ଯ୍ୟ ହୋଇଥିଲେ ମଧ୍ୟ ତାକୁ ଅତି ସହଜ ଅନୁଭବ କରିବ। ଯେପରି ଆଜିକାଲି ବିଜ୍ଞାନ ଦ୍ୱାରା ଏଭଳି ଯନ୍ତ୍ରପାତି ତିଆରି ହୋଇଗଲାଣି, ଯାହାକି କୌଣସି ବି ପ୍ରଶ୍ନର ଉତ୍ତର ଅତି ସହଜରେ ମିଳିଯାଉଛି। ବୁଦ୍ଧି ଖର୍ଚ୍ଚ କରିବାରୁ ମୁକ୍ତି ପାଇ ଯାଉଛନ୍ତି। ସେହିଭଳି ସର୍ବଶକ୍ତିମାନ ପିତାଙ୍କୁ ଯଦି ସମ୍ମୁଖରେ ରଖିବ, ତେବେ ସବୁ ପ୍ରଶ୍ନଗୁଡ଼ିକର ଉତ୍ତର ସହଜରେ ମିଳିଯିବ ଏବଂ ସହଜ ମାର୍ଗର ଅନୁଭୂତି ହେବ। ସ୍ଲୋଗାନ, ଏକାଗ୍ରତାର ଶକ୍ତି ପରବଶ ସ୍ଥିତିକୁ ମଧ୍ୟ ପରିବର୍ତ୍ତନ କରିଦେଇଥାଏ।
ଏକାଗ୍ରତାର ଶକ୍ତି ପରବଶ ସ୍ଥିତିକୁ ମଧ୍ୟ ପରିବର୍ତ୍ତନ କରିଦେଇଥାଏ। ଅବ୍ୟକ୍ତ ଇଶାରା। ଏହି ଅବ୍ୟକ୍ତି ମାସରେ ବନ୍ଧନମୁକ୍ତ ହୋଇ ଜୀବନମୁକ୍ତ ସ୍ଥିତିର ଅନୁଭବ କର। ବ୍ରାହ୍ମଣ ଜୀବନର ମଜା ତ ଜୀବନମୁକ୍ତ ସ୍ଥିତିରେ ହିଁ ରହିଛି। ନିଆରା ହୋଇଯିବା ଅର୍ଥ ମୁକ୍ତ ହୋଇଯିବା। ନିଜର ସଂସ୍କାର ପ୍ରତି ମଧ୍ୟ ଆକର୍ଷଣ ନ ରହୁ। କ'ଣ କରିବି, କିପରି କରିବି, କରିବାକୁ ତ ଚାହୁଁନଥିଲି କିନ୍ତୁ ହୋଇଗଲା। ଏହା ହେଉଛି ଜୀବନ ବନ୍ଧନର ସ୍ଥିତି। ଇଚ୍ଛା ନଥିଲା କିନ୍ତୁ ଭଲ ଲାଗିଲା। ଶିକ୍ଷା ଦେବା କଥା କିନ୍ତୁ କ୍ରୋଧ ଆସିଗଲା। ଏହା ମଧ୍ୟ ଜୀବନ ବନ୍ଧନର ସ୍ଥିତି। ବ୍ରାହ୍ମଣ ଅର୍ଥାତ୍ ଜୀବନମୁକ୍ତ କେବେ ବି ଏଭଳି କୌଣସି ବନ୍ଧନରେ ବାନ୍ଧି ହୋଇପାରିବେ ନାହିଁ। ଓମ୍ ଶାନ୍ତି। ଆଇନକୁ ହାତରେ ନିଅନା ସତରେ, ବାବାଙ୍କୁ ଦେଇଣ ଦିଅ କରିବେ ମୁକ୍ତରେ। ବାବାଙ୍କୁ ଦେଇଣ ଦିଅ କରିବେ ମୁକ୍ତରେ। ଦଣ୍ଡ ଦେବା ଠିକା ବାବା ନେଇଛନ୍ତି, ସିଏ ହିଁ ଆଣିବେ ହିତରେ। ଆଇନକୁ ହାତରେ ନିଅନା ସତରେ, ବାବାଙ୍କୁ ଦେଇଣ ଦିଅ କରିବେ ମୁକ୍ତରେ। ବାବାଙ୍କୁ ଦେଇଣ ଦିଅ କରିବେ ମୁକ୍ତରେ। ଅବଗୁଣକାର ନାହିଁ ଦେଖିବାର, ନିଜକୁ ନିଜେ ସୁଧାର। ମିଠା ବ୍ୟବହାର ରଖ ନିରନ୍ତର, କ୍ରୋଧ ହିଂସାକୁ ତ୍ୟାଗ କର। ଅବଗୁଣକାର ନାହିଁ ଦେଖିବାର, ନିଜକୁ ନିଜେ ସୁଧାର। ମିଠା ବ୍ୟବହାର ରଖ ନିରନ୍ତର, କ୍ରୋଧ ହିଂସାକୁ ତ୍ୟାଗ କର। ମୁରଲି ଶୁଣିବା କେବେ ବି ଛାଡ଼ନା, ରହିଛି ବାବାଙ୍କ ମତରେ। ଆଇନକୁ ହାତରେ ନିଅନା ସତରେ, ବାବାଙ୍କୁ ଦେଇଣ ଦିଅ କରିବେ ମୁକ୍ତରେ। ବାବାଙ୍କୁ ଦେଇଣ ଦିଅ କରିବେ ମୁକ୍ତରେ। ଆତ୍ମା ଓ ଶରୀର ଏକାଠି ରହିଣ, କରୁଛନ୍ତି ଅଭିନୟ। ଶିବ ଆଉ ଶକ୍ତି ଉଭୟ ଏକାଠି, ଏହିଠାରେ ଦିଅ ଲୟ। ଆତ୍ମା ଓ ଶରୀର ଏକାଠି ରହିଣ, କରୁଛନ୍ତି ଅଭିନୟ। ଶିବ ଆଉ ଶକ୍ତି ଉଭୟ ଏକାଠି, ଏହିଠାରେ ଦିଅ ଲୟ। ଏକାଗ୍ରତା ଭାବ ସଙ୍ଗରେ ରଖିଲେ, ଏକାଗ୍ରତା ଭାବ ସଙ୍ଗରେ ରଖିଲେ, ମାୟା ବୁଦ୍ଧି ହେବ ହତରେ। ଆଇନକୁ ହାତରେ ନିଅନା ସତରେ, ବାବାଙ୍କୁ ଦେଇଣ ଦିଅ କରିବେ ମୁକ୍ତରେ। ବାବାଙ୍କୁ ଦେଇଣ ଦିଅ କରିବେ ମୁକ୍ତରେ। ଦଣ୍ଡ ଦେବା ଠିକା ବାବା ନେଇଛନ୍ତି, ସିଏ ହିଁ ଆଣିବେ ହିତରେ। ଆଇନକୁ ହାତରେ ନିଅନା ସତରେ, ବାବାଙ୍କୁ ଦେଇଣ ଦିଅ କରିବେ ମୁକ୍ତରେ। ବାବାଙ୍କୁ ଦେଇଣ ଦିଅ କରିବେ ମୁକ୍ତରେ।